ତୁମର ଶୁଭ ବା ଅଶୁଭ ସମ୍ପୂର୍ଣ୍ଣ ରୂପେ ତୁମର କର୍ମ ଉପରେ ନିର୍ଭର କରିଥାଏ। ହଁ, ଏହା ସତ୍ୟ ଯେ ମୁଁ ଲେଖିଥିବା ଭାଗ୍ୟକୁ ବଦଳାଇ ପାରିବି। କିନ୍ତୁ ଯଦି ତୁମର କର୍ମ ସ୍ୱଚ୍ଛ ନୁହେଁ, ତେବେ ମୋ ପାଇଁ ମଧ୍ୟ ତୁମର କର୍ମକୁ କାଟିବା କଷ୍ଟକର ହୋଇପଡ଼େ। ତେଣୁ ସର୍ବପ୍ରଥମେ ତୁମେ ତୁମର କର୍ମକୁ ଭଲ ଓ ସ୍ୱଚ୍ଛ ରଖିବା ପାଇଁ ପଡ଼ିବ। ଆଉ ଏଥିପାଇଁ ତୁମକୁ ସବୁବେଳେ ସକାରାତ୍ମକ ଚିନ୍ତା କରିବାକୁ ପଡ଼ିବ। ଯଦି ତୁମ ସହ କେହି ବି କିଛି ଭୁଲ କରୁଛନ୍ତି, ତେବେ ସେହି ଭୁଲ କାମକୁ ମୋ ଚରଣରେ ଛାଡ଼ିଦିଅ। ଯଦି ତୁମେ ପ୍ରତିକ୍ରିୟା ପ୍ରକାଶ କର ଏବଂ ପ୍ରତିଶୋଧ ନେବା ପାଇଁ ମଧ୍ୟ ଭାବ, ଯାହା ତୁମର ଅଶୁଭ କର୍ମରେ ପରିଣତ ହୋଇଥାଏ, ତେଣୁ ତୁମକୁ ଶାନ୍ତ ଓ ଚୁପ୍ ରହିବା ଆବଶ୍ୟକ। ଯଦି ତୁମକୁ କୌଣସି ଜିନିଷ ବହୁତ ହଇରାଣ କରୁଛି, ତେବେ ଏହାର ଯତ୍ନ ନେବା ପାଇଁ ମୋତେ କୁହ। ମୁଁ ତୁମ ପାଇଁ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ତର ଦେବି। ଫଳସ୍ୱରୂପ ତୁମର କୌଣସି କାମରେ ବାଧା ଉପୁଜିବ ନାହିଁ। ମୁଁ ତୁମ ସହିତ ଅଛି ଏବଂ ମୁଁ ତୁମର ପ୍ରାର୍ଥନା ଶୁଣୁଛି, ଏହା ମଧ୍ୟ ଗ୍ରହଣ କରିଛି। ରାଜାରାମ ରାଜାରାମ ଜପ କର। ଚିନ୍ତା କର ନାହିଁ, ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।